ଆପଣମାନେ ନିହାତି ଦେଖିକି ଜାଣିପାରୁଥିବେ ଆଜିର ରୋଷେଇ କ'ଣ। ଦେଖନ୍ତୁ ସାଙ୍ଗମାନେ, ଆମର ସକାଳୁ ସକାଳୁ କଣ୍ଟିଆ ମାଛ ଆସିଗଲା। ଆଉ କଣ୍ଟିଆ ମାଛ କାହାର ପସନ୍ଦ କମେଣ୍ଟରେ ନିହାତି ଜଣେଇବେ। ଆଉ ମୋର ତ ବହୁତ ପସନ୍ଦ। ଆଜି ମୁଁ ଭାବିଛି କଣ୍ଟିଆ ମାଛ ଆଳୁ ଆମ୍ବୁଲ ପକେଇକି ରୋଷେଇ କରିବି, ସୋରିଷ ମସଲା ଦେଇକି। ଏଇ ରୋଷେଇଟି ମୋ ବୋଉ ପାଖରୁ ଶିଖିଛି। ଆଉ ଦେଖିବା, ଚେଷ୍ଟା କରିବା ମୋ ବୋଉ ରୋଷେଇ ଭଳିଆ ତରକାରୀଟି ଟେଷ୍ଟ ହେବ ନା ହେବନି। ଆଉ ମାଆ ତ ଯାହା ରୋଷେଇ କରିବ ବହୁତ ବଢ଼ିଆ ଲାଗିବ। ଆଉ ଆପଣମାନଙ୍କୁ କେମିତି ଲାଗିବ ନିହାତି କମେଣ୍ଟରେ କହିବେ। ମାଛକୁ ଦେଖନ୍ତୁ ମୁଁ ଭାଜି ନେଲିଣି। ମାଛ ଆମର ଲାଲ ଲାଲ କରିବି ପୁରା ଭଲ ଭାବରେ ଭାଜି ନେଲି। ତା ପାଇଁ ଦେଖନ୍ତୁ ତରକାରୀ ପାଇଁ ଆଳୁ ଦୁଇଟା ନେଇଛି। ସେଇ ତେଲରେ ଆଳୁ ଆଉ ଲୁଣକୁ ଭଲ ଭାବରେ ଦେଇକି ଆଳୁକୁ ଲାଲ ଲାଲ କରିକି ଭାଜି ନେବି। ଆଳୁ ଆମର ରେଡ଼ି ହେଇଗଲା। ଏବେ ଦେଖନ୍ତୁ ମସଲା କ'ଣ ନେଇଛି। ଅଳ୍ପ ସୋରିଷ, ରସୁଣ, ପିଆଜ ଆଉ ଅଦା, ଜିରା, ଶୁଖିଲା ଲଙ୍କା ଭଲ ଭାବରେ ବାଟି ନେବି। କଡ଼େଇରେ ସୋରିଷ ତେଲ, ପିଆଜ ଆଉ ମସଲା, ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ ଦେଇକି ଭଲ ଭାବରେ କଷିବି। ଆପଣମାନେ ମନେ କରିକି ସୋରିଷ ମସଲା ଅଳ୍ପ ସମୟ କଷିବେ। ଯେଉଁ ତରକାରୀ ବି ରୋଷେଇ କରନ୍ତୁ ଅଳ୍ପ ସମୟ କଷିବେ, ନହେଲେ ପିତା ହେଇଯିବ। ଅଳ୍ପ ପାଣି ଦେଇକି ଭଲ ଭାବରେ ମସଲା କଷି ଆସିଲା ପରେ ପାଣି ମରିଗଲେ ଆଳୁ ଦେଇଦେବା। ତାପରେ ଭଲ ଭାବରେ ଗୋଳେଇକି ପାଣି ସାଙ୍ଗେ ସାଙ୍ଗେ ଦେଇଦେବା। ନିହାତି ଆମର ଆଳୁ ସିଝିଗଲେ ଆଉ ତରକାରୀ ତ ଫୁଟିଲେ ମାଛକୁ ଦେଇଦେବା। ତା ସାଙ୍ଗରେ ଆମ୍ବୁଲ ଆଉ କଞ୍ଚା ଲଙ୍କା ଦେଇକି 5 ମିନିଟ୍ ଛାଡ଼ିଦେବା ଫୁଟିବା ପାଇଁ। ତାପରେ ଧଣିଆ ପତ୍ର ଦେଇଦେବା। ତରକାରୀ ଆମର ଏବେ ରେଡ଼ି ହେଇଗଲା। ଆଉ ବଢ଼ିଆ ବାସ୍ନା ଦେଉଛି। ତରକାରୀ ବହୁତ ଟେଷ୍ଟ ହେଇଛି। ଆପଣମାନେ ବନାନ୍ତୁ। ଖାଇଲା ଭିତରେ ମୋ ଭିଡ଼ିଓ ନିହାତି ଲାଇକ୍